ଆଜିର ଭିଡ଼ିଓ ସର୍ଜନାତ୍ମକ ରଚନା ଧୀର ପାଣି ପଥର କାଟେ। ଢଗ ଏକ ଜାତୀୟ ପ୍ରବଚନକୁ ବୁଝାଏ। ଧୀର ପାଣି ପଥର କାଟେ ଆମ ଓଡ଼ିଆ ଭାଷାର ଏକ ଢଗ ବା ପ୍ରବଚନ ଅଟେ। ମାନବ ତା ଜୀବନ ପଥରେ ଗତି କରିବା ସମୟରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥାଏ। ଯଦି ବାଧାବିଘ୍ନକୁ ଧୀର ସ୍ଥିର ଭାବରେ ସାମ୍ନା କରି ନପାରି ସେ ପଛକୁ ଫେରି ଆସେ, ତେବେ ସେହି କାର୍ଯ୍ୟଟି ସବୁଦିନ ପାଇଁ ଅପୂରଣୀୟ ହୋଇ ରହିଯାଏ। ତେଣୁ ପ୍ରତ୍ୟେକଟି କାର୍ଯ୍ୟ ଧୀର ସ୍ଥିର ଭାବରେ ସାବଧାନତାର ସହିତ ସଂସାଧିତ ହେବା ଆବଶ୍ୟକ। ଇଂରାଜୀରେ ଏହି ଉଦ୍ଦେଶ୍ୟ ପାଇଁ ପ୍ରୟୋଗ କରାଯାଉଥିବା ପ୍ରୋଭାର୍ବଟି ହେଉଛି ସ୍ଲୋ ଆଣ୍ଡ ଷ୍ଟିଡି ୱିନ୍ସ ଦ ରେସ୍। ପ୍ରତ୍ୟେକ କାର୍ଯ୍ୟ ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ବିନା ଧୈର୍ଯ୍ୟରେ କୌଣସି କାର୍ଯ୍ୟ ସମ୍ଭବ ହେବା ସହଜ ନୁହେଁ। ଅଧ୍ୟୟନ ସମୟରେ, ଗୀତ ଗାନ ସମୟରେ, ପରୀକ୍ଷା ସମୟରେ ବା କୌଣସି କାର୍ଯ୍ୟ କରିବା ସମୟରେ ଅଧୈର୍ଯ୍ୟ ହେଲେ କିମ୍ବା ତରବର ହେଲେ ଠିକ୍ କାର୍ଯ୍ୟଟି ମଧ୍ୟ ଭୁଲ କାର୍ଯ୍ୟରେ ପରିଣତ ହୋଇଯାଇଥାଏ। ଜାଣିଥିବା କାର୍ଯ୍ୟଟି ମଧ୍ୟ ତ୍ରୁଟିପୂର୍ଣ୍ଣ ବୋଲି ପରିଗଣିତ ହୋଇଥାଏ। ସମୁଦ୍ରରେ ଢେଉ ଭାଙ୍ଗିବା ସମୟରେ ଉପଦେଶ ଦିଆଯାଇ କୁହାଯାଇଥାଏ, ଧୀର ଭାବରେ ବସିପଡ଼, ଢେଉ ମୁଣ୍ଡ ଉପର ଦେଇ ଅତିକ୍ରମ କରିଯିବ। ଅର୍ଥାତ୍ ସମୁଦ୍ରର ବିରାଟ ଢେଉ ମଧ୍ୟ ଧୀର କାର୍ଯ୍ୟ ଓ ଧୈର୍ଯ୍ୟ ନିକଟରେ ମଥା ନତ କରିଥାଏ। ବିପଦ ସମୟରେ ଅଧୈର୍ଯ୍ୟ ଓ ଅସ୍ଥିର ହେଲେ ମଣିଷ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ମାତ୍ର ଯଦି ଧୈର୍ଯ୍ୟର ସହିତ ସେହି ବିପଦକୁ ମୁକାବିଲା କରେ, ତାହା ଅକ୍ଳେଶରେ ଦୂର ହୋଇଯାଇଥାଏ। ଧୀର ପାଣି ପଥର କାଟେ। ଧୀର କଥା ଶରୀରକୁ ପୀଡ଼ା ଦିଏ, ଧୀର ବର୍ଷା ମାଟି ତାଡ଼େ। ତେଣୁ ସବୁ କ୍ଷେତ୍ରରେ ଧୀର ଭାବର ବିଶେଷ ଉପଯୋଗିତା ରହିଛି। ଧୀର ପାଣି ପଥର କାଟେ ବାକ୍ୟଟି ବିଶେଷ ଭାବରେ ମଣିଷର ମନରେ ଧୈର୍ଯ୍ୟ ସୃଷ୍ଟି ପାଇଁ ଉଦ୍ଦିଷ୍ଟ।